ବଗଖାଲିରେ ଭାସୁଥିବା ଡଙ୍ଗାରୁ ମୃତଦେହ ଉଦ୍ଧାର। 14 ମତ୍ସ୍ୟଜୀବୀ ଏବେ ବି ନିଖୋଜ। 10 ଦିନରୁ ଅଧିକ ସମୟ ଧରି ନିଖୋଜ ଥିବା ମତ୍ସ୍ୟଜୀବୀଙ୍କୁ ନେଇ ଚିନ୍ତାରେ ବଢ଼ିଥିବା ବେଳେ ଆସିଛି ଏକ ଦୁଃଖଦ ଖବର। ପଶ୍ଚିମବଙ୍ଗର ବଗଖାଲି ଉପକୂଳରେ ଏକ ଭାସୁଥିବା ଡଙ୍ଗା ଠାବ ହୋଇଛି। ଡଙ୍ଗା ଭିତରକୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ମିଳିଥିବା ବେଳେ ଅନ୍ୟ 14 ଜଣଙ୍କର ଏପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ। ନିଖୋଜଙ୍କ ପରିବାରରେ ଶୋକ ଏବଂ ଆଶଙ୍କାର ପରିବେଶ ସୃଷ୍ଟି ହୋଇଛି। ଗତ ଜୁଲାଇ 2 ତାରିଖରେ ପଶ୍ଚିମବଙ୍ଗର ଶଙ୍କରପୁର ମତ୍ସ୍ୟ ବନ୍ଦରରୁ 15 ଜଣ ମତ୍ସ୍ୟଜୀବୀ ଏକ ଡଙ୍ଗାରେ ଗଭୀର ସମୁଦ୍ରକୁ ମାଛ ଧରିବା ପାଇଁ ଯାଇଥିଲେ। କିନ୍ତୁ ସମୁଦ୍ରରେ ପ୍ରତିକୂଳ ପାଗ ଏବଂ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସେମାନଙ୍କ ସହିତ କୌଣସି ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ସେହି ଦିନଠାରୁ ପରିବାର ଲୋକେ ଚିନ୍ତାରେ ରହିଥିଲେ। ଏହାରି ମଧ୍ୟରେ ପଶ୍ଚିମବଙ୍ଗର ବଗଖାଲି ଉପକୂଳରେ ଡଙ୍ଗାଟି ନିଖୋଜ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଡଙ୍ଗା ଭିତରକୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଅନ୍ୟ 14 ଜଣ ମତ୍ସ୍ୟଜୀବୀଙ୍କର ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳିନାହିଁ। ସେମାନଙ୍କୁ ଖୋଜିବା ପାଇଁ ସମୁଦ୍ରର ବିଭିନ୍ନ ଅଞ୍ଚଳରେ ତଲାସି ଜାରି ରହିଛି। ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ବାଲେଶ୍ୱର, ଚିରାଗ, ଭୋଗରାଇ ଏବଂ କମର୍ଦ୍ଦା ଅଞ୍ଚଳର 3 ଜଣ ମତ୍ସ୍ୟଜୀବୀ ଥିବାରୁ ସେମାନଙ୍କ ପରିବାର ଲୋକେ ଗଭୀର ଚିନ୍ତାରେ ରହିଛନ୍ତି। ପ୍ରତିଦିନ କୌଣସି ଭଲ ଖବର ମିଳିବ ବୋଲି ସେମାନେ ଅପେକ୍ଷା କରୁଛନ୍ତି। ମାତ୍ର ଜଣଙ୍କ ମୃତଦେହ ମିଳିବା ପରେ ଅନ୍ୟ 14 ଜଣଙ୍କ ସୁରକ୍ଷିତ ଉଦ୍ଧାରକୁ ନେଇ ଅନେକ ଆଶଙ୍କା ଆହୁରି ବଢ଼ିଯାଇଛି। ପଶ୍ଚିମବଙ୍ଗ ପ୍ରଶାସନ, ଉପକୂଳ ସୁରକ୍ଷା ବାହିନୀ ଏବଂ ସମ୍ପୃକ୍ତ ସଂସ୍ଥାମାନେ ନିଖୋଜ ମତ୍ସ୍ୟଜୀବୀଙ୍କ ସନ୍ଧାନରେ ଅଭିଯାନ ଜାରି ରଖିଥିବା ସୂଚନା ମିଳିଛି। ପରିବାର ଲୋକେ ଶୀଘ୍ର ସମସ୍ତଙ୍କ ସନ୍ଧାନ ମିଳିବା ସହିତ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। ବଗଖାଲିରେ ଡଙ୍ଗା ଠାବ ଏବଂ ଜଣଙ୍କ ମୃତଦେହ ଉଦ୍ଧାର ଘଟଣା ନିଖୋଜ ମତ୍ସ୍ୟଜୀବୀଙ୍କ ପରିବାରକୁ ଗଭୀର ଶୋକରେ ବୁଡ଼ାଇ ଦେଇଛି। ବାକି 14 ଜଣଙ୍କ ସନ୍ଧାନ କେବେ ମିଳୁଛି ତାହା ଉପରେ ସମସ୍ତଙ୍କ ନଜର। একটি শোক সংবাদ নিশ্চিত। এতদিন ধরে নিখোঁজ থাকা জয়মা কালী ট্রলারটিকে অবশেষে খুঁজে পাওয়া গেছে ডুবন্ত অবস্থায়। 24 পরগনার গোবর্ধনপুরের কাছে এই ট্রলারটি উদ্ধার হয়েছে। ট্রলারের মধ্যে উদ্ধারকারীরা জানিয়েছে যে মৃতদেহ থাকার সম্ভাবনা প্রবল। রাজ্য সরকার নিরলস প্রচেষ্টা চালিয়েছে। প্রকৃতির কাছে আমরা সবাই যে কি ভীষণ রকমের নিরুপায় তা আর একবার প্রমাণিত হলো। শোক সন্তপ্ত পরিবারকে আমরা সমবেদনা জ্ঞাপন করছি। এখনো যদি কেউ জীবিত অবস্থায় কোনোভাবেই থাকে তাদেরকে উদ্ধারের জন্য সর্বতভাবে প্রশাসন উদ্যোগ নেবে। আর পরিবারের মানুষজনকে আমি অনুরোধ করব যে আপনারা নিশ্চিতভাবে নিজেদের শক্ত করবেন এবং এই পরিস্থিতির মোকাবিলায় মানসিক জোর তৈরি করবেন। ବାଲେଶ୍ୱର ଜିଲ୍ଲା ପ୍ରତିନିଧି ଜ୍ୟୋତିରଞ୍ଜନ ପଟ୍ଟନାୟକଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।